ଆଗକୁ ବଢ଼ିବାକୁ ବହୁତ ସାହାଯ୍ୟ କରିଛି ବର୍ଷା। ଫାଇନାଲି ସେମାନେ ଏକାଠି ରହିବା ଆରମ୍ଭ କଲେ, ଲିଭିଂରେ ରହିଲେ କାମ କଲେ। ବହୁତ ବର୍ଷା ବହୁତ ସପୋର୍ଟ କରିଛି ଗୁଲୁଆକୁ, କିନ୍ତୁ ତାଙ୍କ ଭିତରେ ଆସ୍ତେ ଆସ୍ତେ କିଛି ଦିନ ଏମିତି ଲିଭିଂରେ ରହିଲା ଭିତରେ ତାଙ୍କ ଭିତରେ ଯେମିତି ଝଗଡ଼ା ଘରେ ଯେମିତି ସମସ୍ତଙ୍କ ଭିତରେ ଝଗଡ଼ା ତାଙ୍କର ଆରମ୍ଭ ହେଲା। କିନ୍ତୁ ସେ ଝଗଡ଼ାଟା ସଲ୍ଭ ହେବା ପରିବର୍ତ୍ତେ ଦି ଜଣଙ୍କ ମନ ଆଉ ମିଶିଲାନି। କିନ୍ତୁ ଯାହା ବି ହଉ ଝଗଡ଼ା ହୁଏ ପୁଣି ବନ୍ଦ ହୁଏ, ଏମିତି ହେଇ 5 ବର୍ଷ କଟିଗଲା। କିନ୍ତୁ 5 ବର୍ଷ କଟିଗଲା ଯେ କିନ୍ତୁ 5 ବର୍ଷ ପୂର୍ବରୁ ତାଙ୍କ ଭିତରେ ଏମିତି ସବୁ ଝଗଡ଼ା ହୁଏ ଯୋଉଥିପାଇଁ ଆକ୍ଟର ଏବେ ଆଗରୁ ତ ମୁଭି ସିରିଏଲ ଯାହା କରିଛି, ଏବେ ମୁଁ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାୟକ। ଭାଇ ଷ୍ଟାର ଦମ୍ପତି କଳି ଝଗଡ଼ା, ଷ୍ଟାର ଦମ୍ପତି ମନମାଳିନ୍ୟ, ତା ଭିତରେ ଆପଣଙ୍କର ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଗୁଲୁଆ ଆଉ ବର୍ଷା ଏମାନଙ୍କ କ୍ୟାରିୟର ଆରମ୍ଭରେ ଆପଣ ତାଙ୍କ ସହିତ ଦେଖିଛନ୍ତି। ପ୍ରଥମରୁ ତାଙ୍କ ସ୍ଥିତି କେମିତି ଥିଲା, ସେମାନେ କେମିତି ଭଲ ପାଇଥିଲେ, ବିବାହ କେମିତି ଥିଲା, ଟିକେ ସମ୍ପୂର୍ଣ୍ଣ ଜିନିଷ ଫାଷ୍ଟରୁ କହିବେ। ତାଙ୍କର ତ ଏବେ ଯେଉଁ ସିଚୁଏସନ୍ ଚାଲିଛି, ଯେଉଁଟାକି ମୁଁ ଚାହୁଁନଥିଲି କେବେ ଚାଲୁ ବୋଲି, ଯଦି ବି ଯାହା ହେଇଥିଲା ମିଡ଼ିଆକୁ ଆସିବାର ନଥିଲା, ନିଜ ଘର କଥାକୁ ନେଇ ବାହାରେ ପକେଇଲେ, ଯାହା ବି ହେଲା। କିନ୍ତୁ ଯେତିକି ଜିନିଷ ମୁଁ ସତ ଜାଣିଛି, ଯାହା ମୁଁ ସେତିକି କହିବି। ମୁଁ କାହାକୁ ସପୋର୍ଟ କରିବିନି, ନା ଗୁଲୁଆକୁ ନା ବର୍ଷାକୁ, ଦୁଇ ଜଣ ଯାକ ନିଜର। ତାଙ୍କର ପ୍ରଥମେ ଗୁଲୁଆ ଯେତେବେଳେ ଆସିଲା ଇଣ୍ଡଷ୍ଟ୍ରି କି, ଫାଷ୍ଟ ଗୋଟେ ମୁଭି କରିଥିଲା ମୋ ସାଙ୍ଗରେ, ମୁଁ ଗାନ୍ଧୀ ନୁହେଁ, ସେଥିରେ ସେ ଭିଲିଆନ୍ ମୁଁ ରହିଥିଲି। ତାପରେ ଆମ ଫ୍ରେଣ୍ଡସିପ୍ ବଢ଼ିଲା, ତାପରେ ସେ ଆସ୍ତେ ଆସ୍ତେ ୟୁଟ୍ୟୁବକୁ ପଶିଲା। ୟୁଟ୍ୟୁବ ପଶିଲା ପରେ ହଠାତ୍ ବର୍ଷା ତା ଜୀବନକୁ ଆସିଲା। କେମିତି କ'ଣ ଦେଖା ହେଇଛି କେଉଁ ବାହାଘର ପାର୍ଟିରେ। ତାପରେ ଆସ୍ତେ ଆସ୍ତେ କଥାବାର୍ତ୍ତା ବଢ଼ିଲା ପରେ ତାଙ୍କ ଭିତରେ ଭଲ ପାଇବା ହେଲା, ବହୁତ ଭଲ ପାଇବା ବି ହେଇଗଲା। ତାପରେ ଆସ୍ତେ ଆସ୍ତେ ଗୁଲୁଆ ଯେଉଁ କାମ ୟୁଟ୍ୟୁବ କାମରେ ବର୍ଷା ହାତ ଦେଲା, ତାକୁ ସାହାଯ୍ୟ କଲା। ହଁ, ଗୁଲୁଆକୁ ଗୁଲୁଆ ଚାହିଁନଥିଲା ତାକୁ ମ୍ୟାରେଜ କରିବାକୁ। ତାପରେ କାଷ୍ଟ ପ୍ରୋବ୍ଲେମ୍ ଥିଲା। ତାପରେ ଗୁଲୁଆଙ୍କ ଘର ଲୋକ ଜାତକକୁ ଅଧିକା ମାନନ୍ତି। ଗୁଲୁଆ ବି ଜାତକକୁ ମାନେ ବହୁତ, ତ ବହୁତ ଜାଗାରେ ଜାତକ ପକା ହେଲା। କିନ୍ତୁ ସେତେବେଳକୁ ଆଉ ତାଙ୍କର ଇଚ୍ଛା ନଥିଲା ମ୍ୟାରେଜ ହଉ ବୋଲି, କାରଣ ଝଗଡ଼ା ବହୁତ ହେଉଛି। ଆକ୍ଚୁଆଲି ମୁଁ ବି ଚାହୁଁନଥିଲି ତାଙ୍କ ମ୍ୟାରେଜ ହଉ ବୋଲି, କିନ୍ତୁ ଯେହେତୁ ଝିଅଟାର ଜୀବନଟା ନଷ୍ଟ ହେଇଯିବ, ଏତେ ଦିନ ରହିଲାଣି, କାଳେ କିଏ କ'ଣ କହିବ, ତ ସେଥିପାଇଁ କି ମୁଁ ଗୁଲୁଆକୁ ବୁଝେଇଥିଲି। ମୁଁ କହିଲି ଯାହା ହଉ ବାହା ହେଇଯା, ବାହାଘର ପରେ ସବୁ ଠିକ୍ ହେଇଯିବ ଝଗଡ଼ା। ସେଇଠୁ ଥରେ ତାଙ୍କ ଘରକୁ ଯାଇଥିଲି ବୁଝେଇବାକୁ, ମୁଁ ଯାଇଥିଲି, ବର୍ଷାକୁ ନେଇକି ଯାଇଥିଲି। ତାଙ୍କ ଘରେ ତାଙ୍କ ବାପାଙ୍କୁ ବୁଝେଇଲି, ଗୁଲୁଆକୁ ବୁଝେଇଲି। ତାପରେ ଗୁଲୁଆ ରାଜି ହେଇଗଲା। ଗୁଲୁଆ ବି ନିଜେ କହିଲା, ହଁ ସତ କଥା, ଯଦି 5 ବର୍ଷ ଗୋଟେ ଝିଅଟାକୁ ମୋ ସାଙ୍ଗେ ରହିଲା, ମୁଁ ବି ତାକୁ ଛାଡ଼ିବାଟା ଠିକ୍ ହବ ନାହିଁ। କିନ୍ତୁ ତାଙ୍କ ଘର ଲୋକ ଯେହେତୁ ଜାତକ ବହୁତ ଦେଖନ୍ତି, ରାଜି ହେଇନଥିଲେ। ପ୍ରୋବ୍ଲେମଟା ହେଲା କ'ଣ କି, ବର୍ଷା କ'ଣ କରେ, ସିଏ ଟିକେ ବହୁତ ମାନେ କଥାବାର୍ତ୍ତା ହାର୍ଡ଼ ବହୁତ ତାର। ଯେଉଁଟାକି ଗୋଟେ ପୁରୁଷକୁ ଯେତେବେଳେ କହିବ, ଜଣେ ସବୁ କଥାରେ ରୋକଟୋକ କରିବ, ସିଏ ଟିକେ ଅବଭିୟସଲି ତାକୁ ଟିକେ ଖରାପ ଲାଗିବ। ଗୋଟେ ପୁଅ ପିଲାକୁ ମୁଁ ତ ସବୁ କଥାରେ ରୋକଟୋକ କରୁଛି, ସିଏ ହୁଏତ ସେ ଭଲ ପାଇଁ କରିଥାଏ, ଖରାପ ପାଇଁ କରିଥାଏ। ହଁ, ସେ କ'ଣ ନାହିଁ କାମ କହୁଛି, ସେତେବେଳେ ସମ୍ପର୍କ କଥା ଅଲଗା। ଏଇଠୁ ଆରମ୍ଭ ହେଲା ଯେଉଁ ଇଏଟା, ସେ ତାକୁ ଭଲ ପାଇଁ ଗାଳି କରୁଥାଏ, ଖରାପ ପାଇଁ ତାକୁ ଗାଇଡ଼ କରୁଥାଏ, ଯାହା କରିଥାଏ। କିନ୍ତୁ ସବୁବେଳେ ସିଏ ତାକୁ ଯେମିତି ଚଢ଼େଇ କହିଲା ଭଳିଆ ଟିକେ କୁହେ। ଗୁଲୁଆକୁ ସେ ଜିନିଷଟା ପସନ୍ଦ ନୁହଁ। ଆସ୍ତେ ଆସ୍ତେ ସେଇ ଆଗକୁ ବଢ଼ିବାକୁ ବହୁତ ସାହାଯ୍ୟ କରିଛି ବର୍ଷା। ଫାଇନାଲି ସେମାନେ ଏକାଠି ରହିବା ଆରମ୍ଭ କଲେ, ଲିଭିଂରେ ରହିଲେ କାମ କଲେ। ବହୁତ ବର୍ଷା ବହୁତ ସପୋର୍ଟ କରିଛି ଗୁଲୁଆକୁ, କିନ୍ତୁ ତାଙ୍କ ଭିତରେ ଆସ୍ତେ ଆସ୍ତେ କିଛି ଦିନ ଏମିତି ଲିଭିଂରେ ରହିଲା ଭିତରେ ତାଙ୍କ ଭିତରେ ଯେମିତି ଝଗଡ଼ା ଘରେ ଯେମିତି ସମସ୍ତଙ୍କ ଭିତରେ ଝଗଡ଼ା ତାଙ୍କର ଆରମ୍ଭ ହେଲା। କିନ୍ତୁ ସେ ଝଗଡ଼ାଟା ସଲ୍ଭ ହେବା ପରିବର୍ତ୍ତେ ଦି ଜଣଙ୍କ ମନ ଆଉ ମିଶିଲାନି। କିନ୍ତୁ ଯାହା ବି ହଉ ଝଗଡ଼ା ହୁଏ ପୁଣି ବନ୍ଦ ହୁଏ, ଏମିତି ହେଇ 5 ବର୍ଷ କଟିଗଲା। କିନ୍ତୁ 5 ବର୍ଷ କଟିଗଲା ଯେ କିନ୍ତୁ 5 ବର୍ଷ ପୂର୍ବରୁ ତାଙ୍କ ଭିତରେ ଏମିତି ସବୁ ଝଗଡ଼ା ହୁଏ ଯୋଉଥିପାଇଁ କି ଗୁଲୁଆ ଚାହିଁନଥିଲା ତାକୁ ମ୍ୟାରେଜ କରିବାକୁ। ତାପରେ କାଷ୍ଟ ପ୍ରୋବ୍ଲେମ୍ ଥିଲା। ତାପରେ ଗୁଲୁଆଙ୍କ ଘର ଲୋକ ଜାତକକୁ ଅଧିକା ମାନନ୍ତି।
ଗୁଲା ବି ଜାତକକୁ ମାନେ ବହୁତ, ତ ବହୁତ ଜାଗାରେ ଜାତକ ପକା ହେଲା, କିନ୍ତୁ ସେତେବେଳକୁ ଆଉ ତାଙ୍କର ଇଚ୍ଛା ହେଉଥିଲା ମ୍ୟାରେଜ୍ ହଉ ବୋଲି, କାରଣ ଝଗଡ଼ା ବହୁତ ହେଉଛି। ଆକ୍ଚୁଆଲି ମୁଁ ବି ଚାହୁଁନଥିଲି ତାଙ୍କ ମ୍ୟାରେଜ୍ ହଉ ବୋଲି, କିନ୍ତୁ ଯେହେତୁ ଝିଅଟାର ଜୀବନଟା ନଷ୍ଟ ହେଇଯିବ, ଏତେ ଦିନ ରହିଲାଣି, କାଳେ କିଏ କ'ଣ କହିବ, ତ ସେଥିପାଇଁ କି ମୁଁ ଗୁଲାକୁ ବୁଝେଇଥିଲି, ମୁଁ କହିଲି ଯାଅ ବାହା ହେଇଯା, ବାହାଘର ପରେ ସବୁ ଠିକ୍ ହେଇଯିବ ଝଗଡ଼ା। ସେଇଠୁ ଥରେ ତାଙ୍କ ଘରକୁ ଯାଇଥିଲି ବୁଝେଇବାକୁ, ମୁଁ ଯାଇଥିଲି, ବର୍ଷାକୁ ନେଇକି ଯାଇଥିଲି, ତାଙ୍କ ଘରେ ତାଙ୍କ ବାପାଙ୍କୁ ବୁଝେଇଲି, ଗୁଲାକୁ ବୁଝେଇଲି, ଆମେ ଗୁଲୁଆ ରାଜି ହେଇଗଲା। ଗୁଲୁଆ ବି ନିଜେ କହିଲା ହଁ ସତ କଥା, ଯଦି 5 ବର୍ଷ ଗୋଟେ ଝିଅଟାକୁ ମୋ ସାଙ୍ଗେ ରହିଲା, ମୁଁ ବି ତାକୁ ଛାଡ଼ିବାଟା ଠିକ୍ ହେବ ନାହିଁ। କିନ୍ତୁ ତାଙ୍କ ଘର ଲୋକ ଯେହେତୁ ଜାତକ ଭାତକ ବହୁତ ଦେଖନ୍ତି, ରାଜି ହେଇନଥିଲେ। ପ୍ରୋବ୍ଲେମଟା ହେଲା କ'ଣ କି, ବର୍ଷା କ'ଣ କରେ, ସିଏ ଟିକେ ବହୁତ ମାନେ କଥାବାର୍ତ୍ତା ହାର୍ଡ଼ ବହୁତ ତାର, ଯେଉଁଟାକି ଗୋଟେ ପୁରୁଷକୁ ଯେତେବେଳେ କହିବ ଜଣେ ସବୁ କଥାରେ ରୋକଟୋକ୍ କରିବ, ସିଏ ଟିକେ ଅବଭିୟସଲି ତାକୁ ଟିକେ ଖରାପ ଲାଗିବ। ଗୋଟେ ପୁଅ ପିଲାକୁ ମୁଁ ତ ସବୁ କଥାରେ ରୋକଟୋକ୍ କରୁଛି, ଇଏ ସିଏ, ହୁଏତ ସେ ଭଲ ପାଇଁ କରିଥାଏ, ଖରାପ ପାଇଁ କରିଥାଏ। ହଁ, ସେ କ'ଣ ନାହିଁ କାମ କହୁଛି, ସେତେବେଳେ ସମ୍ପର୍କ କଥା ଅଲଗା। ଏଇଠୁ ଆରମ୍ଭ ହେଲା ଯେଉଁ ଇଏଟା, ସେ ତାକୁ ଭଲ ପାଇଁ ଗାଳି କରୁଥାଏ, ଖରାପ ପାଇଁ ତାକୁ ଗାଇଡ଼ କରୁଥାଏ, ଯାହା କରିଥାଏ, କିନ୍ତୁ ସବୁବେଳେ ସିଏ ତାକୁ ଯେମିତି ଚଢ଼ି କହିଲା ଭଳିଆ ଟିକେ କୁହେ। ଗୁଲାକୁ ସେ ଜିନିଷଟା ପସନ୍ଦ ନୁହଁ। ଆସ୍ତେ ଆସ୍ତେ ସେଇ ଜିନିଷଟା ତାକୁ ଇଏ ଲାଗିଲା, ନିଜକୁ ଖରାପ ଲାଗିଲା, ତ ସେଥିପାଇଁ ତାଙ୍କ ଭିତରେ ଝଗଡ଼ାଟା ଆସ୍ତେ ଆସ୍ତେ ଆରମ୍ଭ ହେଲା। ଆଉ ଯେଉଁ ବାହାରେ ଏକ୍ସଟ୍ରା ମ୍ୟାରିଟାଲ୍ ଅଫେୟାର୍, ସେଗୁଡ଼ାକ ବିଷୟରେ ମୁଁ କହିପାରିବିନି, କାହିଁକିନା ସେ ଜିନିଷ ଗୋଟେ ମ୍ୟାରେଜ୍ କରି ଘରେ ଅଛି, ବାହାରେ କ'ଣ କଲା କ'ଣ ନାହିଁ, ସେ ତ ପର୍ସନାଲ୍ କଥା। ଭାଇ ବର୍ଷା ଆଉ ଗୋଟେ ଆଲିଗେସନ୍ ଆଣିଛନ୍ତି କି ତାଙ୍କ ଘର ଭାଙ୍ଗିବାରେ ତାଙ୍କର କିଛିଟା ସାଙ୍ଗ ଅଛନ୍ତି ଯୋଉମାନେ କି ତାଙ୍କୁ ପୋଷ୍ଟ କୋଉ କରୁଛନ୍ତି। ସାଙ୍ଗମାନେ ମାନେ ଯୋଉମାନେ ତାଙ୍କ ସହିତ ମିଶିକି ରହୁଥିଲେ ଆପଣଙ୍କ ପରବର୍ତ୍ତୀ ଜାଣତରେ ମୁହୂର୍ତ୍ତରେ? ସେମିତି କିଏ ଅଛନ୍ତି? ନା ନା ନା, ଘର କେହି ସାଙ୍ଗ ଘର ଭାଙ୍ଗନ୍ତି ନାହିଁ, ଘର ନିଜେ ନିଜକୁ ଭାଙ୍ଗନ୍ତି। କିଏ କହିଦେବ ବୋଲି କ'ଣ ଘର ଭାଙ୍ଗିଯିବ? ଯଦି ନିଜର ସେତିକି ମାନେ ଇଏ ନଥିବ, ନିଜ ଉପରେ ବିଶ୍ୱାସ ନଥିବ, ଇଏ ଯାହାକୁ ଶିଖେଇଦେଲା, ହଁ ସେ ଆସି ଯାଇ ଶିଖେଇଦେଲା, ସେୟା ନା, ସେମିତି କିଛି ହେଇନି। କୋଉ ସାଙ୍ଗ କଥା କହିବି ଯେ ଏଇ ଯୋଉ ସୋସିଆଲ ମିଡ଼ିଆରେ ବର୍ତ୍ତମାନ 2 ଜଣ କହୁଛନ୍ତି ଯେ ପଇସା ପତ୍ର କାରବାରକୁ ନେଇକରି, ଗୁଲୁଆ କହୁଛନ୍ତି ମତେ ତାଙ୍କ ବାପା କିଛି ଦେଇନାହାନ୍ତି, ତାଙ୍କ ବାପା ଜଣେ ଚାଷୀ, ହଁ ହଁ ଏବେ ହଁ, ବର୍ଷା କହୁଛନ୍ତି ଯେ ମୋ ବାପା ଏଇସବୁ ଜିନିଷ ନା ନା ନା, ଦେଇଛନ୍ତି। ତାଙ୍କ ବାପା ଦେଇଛନ୍ତି, ମାନେ ତାଙ୍କ ବାପା ଏଇଟା ସତ କଥା, ବାପା ତାଙ୍କୁ ସାହାଯ୍ୟ କରିଛନ୍ତି ଗୁଲୁଆକୁ। ସେଇ ଜିନିଷଟା ମୁଁ ଟିକେ ପର୍ଟିକୁଲାର କ୍ଲିଅର ତଥାପି ଯେତିକି ନଥିଲି। ସବୁ ଆପଣ ଜଡ଼ିତ ଥିଲେ ହଁ, କିଛି ତ ଜାଣିଥିବେ ଆପଣ। ଜାଗା କିଣିଲା ବେଳେ ତାକୁ ପଇସା କିଛି ହେଲ୍ପ କରିଛନ୍ତି, ଘର କଲା ବେଳେ ଟିକେ ପଇସା ହେଲ୍ପ କରିଛନ୍ତି, ତା ମାନେ ନୁହେଁ ଯେ ସବୁ କରିଛନ୍ତି, ଏଇଟା ଭୁଲ କଥା। ବୁଲେଟ ଏସବୁର ବି ମେନସନ କରିଛନ୍ତି ସେ ବର୍ଷା, ଆଇଫୋନ ଦେଇଛନ୍ତି, ବୁଲେଟ ବାପା କଥା ମୁଁ ଦେଇଛନ୍ତି, କହିପାରିବିନି କେତେ ପଇସା କେତେ ଦେଇଛନ୍ତି। ଆଇଫୋନ ସେ ଧରିଛନ୍ତି, ସେ ବି ବାପା ବୁଲେଟ, ଦେଇଛନ୍ତି। ଆଇଫୋନ, ଜାଗା, ଗାଡ଼ି, ଘର କରିବା, ରିସେପସନ, ଏନଗେଜମେଣ୍ଟ, ନା, ଏଭ୍ରିଥିଙ୍ଗ। ସବୁଥିରେ ସାହାଯ୍ୟ କରିଛନ୍ତି ତାଙ୍କ ବାପା ଘର, କିନ୍ତୁ ଇଏ କିଛି ପଇସା ହିଁ ଫେରେଇ ଦେଇଛି, କିଛି ପଇସା ତାକୁ କିନ୍ତୁ ଗୁଲୁଆ ଫେରେଇଛି। ସମ୍ପୂର୍ଣ୍ଣ ଖଣ୍ଡନ କରୁଛନ୍ତି ଯେ ମୁଁ କିଛି ଆଣିନି, ତାଙ୍କ ବାପା ଜଣେ ଚାଷୀ। ନା ନା, ସେଇଟା ନାହିଁ, ଭୁଲ ଯେହେତୁ କଥା। ଏବେ ବର୍ଷା ଚାହୁଁଛନ୍ତି ଡିଭୋର୍ସ, ଆଉ ସେ ଚାହୁଁଛନ୍ତି ତାଙ୍କ ବାପା ଯେତିକି ଇନଭେଷ୍ଟ କରିଛନ୍ତି ସେତିକି ଟଙ୍କା ସେ ବାପସ ହଁ ଚାହୁଁଛନ୍ତି, ହଁ, କିନ୍ତୁ ସେ ଜାଗାରେ ଗୁଲା ଭାଇ କହୁଛନ୍ତି କି ଆମେ ସବୁ ଟଙ୍କା ଫେରେଇ ଦେଇଛୁ, ଆମେ ସେମିତି କିଛି ଆଣିନୁ। ଏଇଟା କେତେ ଦୂର ଠିକ ଭାଇ? ଗୁଲ ଫେରେଇଛି ପଇସା ମୁଁ ଜାଣିଛି, କିଛି ପଇସା ଫେରେଇଛି, ଆଉ କିଛି ପଇସା ଅଛି। ଗୁଲୁଆ କହିବା କଥା ମୁଁ ସବୁ ପଇସା ଫେରେଇ ଦେବି, କିନ୍ତୁ ମୋତେ ଏତେ ଆମାଉଣ୍ଟ କହୁଛନ୍ତି, ମୁଁ ସେତେ ଆମାଉଣ୍ଟ ନାହିଁ ମୋ ପାଖରେ, କି ମୋତେ ସେତେ ଆମାଉଣ୍ଟ ସେ ଦେଇନାହାନ୍ତି। ମୋତେ ଜାଗା କିଣିଲା କିଛି ପଇସା ଦେଇଥିଲେ, ସେ ପଇସା ମୁଁ ତାଙ୍କୁ ଆକାଉଣ୍ଟରୁ ଦେଇଥିଲି। ତାପରେ ଘର କଲାବେଳେ କିଛି ପଇସା ଦେଇଥିଲେ, ଯେଉଁଟାକି ସେ ତାକୁ ଆଉ କିଛିଟା ଫେରେଇନି, କିନ୍ତୁ ସବୁ ନୁହଁ, କିଛି କିଛିଟା ହେଲ୍ପ କରିଛନ୍ତି। ଇଏ ଯେଉଁ କହୁଛନ୍ତି ମୁଁ ସବୁ କରିଛି, ସେଇଟା ଭୁଲ କଥା। ଆଜ୍ଞା, ସେ ସମ୍ପର୍କ ଭିତରେ, ପରିବାର ଭିତରେ ମନମାଳିନ୍ୟ ହୁଏ, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୁଏ। ହଁ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ଭିତରେ ଯାହା ବର୍ଷା କହୁଛନ୍ତି ଗଣମାଧ୍ୟମ ସାମ୍ନାରେ କି ଗୁଲା ତାଙ୍କୁ ମାଡ଼ ମାରୁଥିଲେ, ମାନେ ତାଙ୍କୁ ମାରିକି ଆଚ୍ଛା, ରକ୍ତ ବାହାର କରିଦେଉଥିଲେ, ଏଇଠି ଗୋଟେ କହୁଛି କଥା, ତ ଏଇ ଜିନିଷକୁ ଆପଣ କେମିତି ଦେଖୁଛନ୍ତି? ମୁଁ ଗୋଟେ କଥା କହୁଛି ଏଠି, ଇଏ ବର୍ଷା କହିଦେଉଛି ବା ଗୁଲୁଆ କହିଦେଉଛି, ତାଙ୍କୁ ଦେଖିକି ଲୋକମାନେ କମେଣ୍ଟ ଦେଇ ଦେଉଛନ୍ତି କିଏ ଭଲ କିଏ ଖରାପ। ସତ କଥା କହିବାକୁ ଗଲେ, ମରାମରି ଯେତେବେଳେ ଆରମ୍ଭ ହୁଏ, 2 ଜଣ 2 ଜଣଙ୍କୁ ମାରନ୍ତି, 2 ଜଣ 2 ଜଣଙ୍କୁ ମାରନ୍ତି। ବର୍ଷା ବି ମାରନ୍ତି ଗୁଲୁଆ ଯଦି ତାକୁ ଜାବଡ଼ାଟେ ମାରେ, ଇଏ ତାକୁ ଇଏ ବି ଆଉ ଗୋଟେ ଜାବଡ଼ା ମାରେ ତାକୁ, ଏଇଟା ସତ କଥା। ଏ ସମ୍ପର୍କରେ ହୁଏ। ହଁ, ଥରେ ଗୋଟେ ଘଟଣା ଘଟିଲା, ମୁଁ କହୁଛି, ଯେଉଁଟା ପଚାରୁଛନ୍ତି ମୁଁ ଆଜି କ୍ଲିୟର କରିବାକୁ ଚାହୁଁଛି, ଲୋକ ବି ଜାଣନ୍ତୁ, ଯଦି ମିଛ ବି ଜାଣୁଛନ୍ତି ସତ ବି ଜାଣନ୍ତୁ। ଆଜ୍ଞା, ଗୋଟେ ଝଗଡ଼ା ଏମିତି ହେଲା, ଗୁଲା ତାକୁ କାମୁଡ଼ି ଦେଲା, ବେକକୁ କାମୁଡ଼ିଲା, ହାତକୁ କାମୁଡ଼ିଦେଲା, ଝଗଡ଼ା ଭିତରେ। ଆଜ୍ଞା, ବର୍ଷା କ'ଣ ହେଲା, ଗୋଟେ ଗିଟାର ଥୁଆ ହେଇଥିଲା, ଗିଟାର ତା ଛେଚି ଦେଲା ତା କାନକୁ, ସେ ବେହୋସ ହେଇଗଲା ଗୁଲୁଆ। ବେହୋସ ହେଇଗଲେ। ହଁ, ତ ଏଭଳିଆ ଝଗଡ଼ା ତାଙ୍କ ଭିତରେ ହୁଏ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ମିଶି ଯାଆନ୍ତି। ତା ଗୋଟେ ଦିନ ପରେ ପୁଣି ଭଲ କଥାବାର୍ତ୍ତା ହୁଅନ୍ତି, କିନ୍ତୁ ତା ଭିତରେ ଏଇ ଜିନିଷଟା ଥାଏ। ଭଲ ପାଇବା ଥାଏ ଭିତରେ। ନା ନା,
ମାନେ ଏଇ ରାଗଟା ଆସ୍ତେ ଆସ୍ତେ ଭିତରେ ବଢିଲା। ଏଇ ଯୋଉ ଝଗଡାଟା ଇଏ ମାଇଲା ଯଦି ଜଣେ ସହି ଯାଇଥାନ୍ତା ବା ଜଣେ ଗାଳି ଦଉଛି ଆଉ ଜଣେ ସହି ଯାଇଥାନ୍ତା ହୁଏତ ସଂସାରଟା ଠିକ ଚାଲିଥାନ୍ତା। 8 ମାସରୁ 10 ମାସ ହବ ସେ କହୁଥିଲେ 2024 ଅଗଷ୍ଟ ମାସରୁ ମୁଁ ସହି ଆସୁଥିଲି ମାନେ ଅନେକ ସମୟରେ ମାନେ ଏଇ ଆଲୋଚନା ମଧ୍ୟ ଶୁଣନ୍ତୁ ଆଜି ଗୋଟେ ଇଏ କଲ୍ ରେ ମୋ କଥା ଶୁଣନ୍ତୁ। ସହିଛନ୍ତି ଦି ଜଣ ସହିଛନ୍ତି କିନ୍ତୁ ସହିକି କଣ ରହିଛନ୍ତି କି ସହିବା ନିଜେ ପୁଣି ଥରେ ଗାଳି କରୁଛନ୍ତି। ମନେକର ଆପଣଙ୍କ ମୋର ଝଗଡା ହେଲା ଆପଣ ଯଦି ସହିଯିବେ ପୁରା ମୁଁ ଚୁପ୍ ହେଇଯିବି ଅଟୋମେଟିକ। ଆପଣଙ୍କୁ ଖରାପ ଲାଗିଛି ସହିଛନ୍ତି ଆପଣ ଆର ଯଦି କିଛି ଖରାପ ଗୁଣ ଅଛି ଆପଣ ସହିଛନ୍ତି କିନ୍ତୁ ସହିକି ଚାରିପଦ ଜବାବ ଦେଲେ ଝଗଡ଼ାଟା ବଢିଛି। ଫଳରେ ସେ ଝଗଡ଼ାଟା ବଢି ବଢି ଚାଲିଛି। ବୁଝିଲେ ମୁଁ ତ ଏକ୍ଜାମ୍ପଲ ଦେଲି ଇଏ ତାକୁ ମାରିବ ସିଏ ତାକୁ ମାରିବ। ନାଇଁ ଆଉ ଗୋଟେ କଥା ହଉଛି ଯୋଉ ଗୁଲୁଆ ବର୍ତ୍ତମାନ ଯୋଉ ଭିଡିଓଟି ଜାରି କଲେ ତା ଦେହରେ କହିଛନ୍ତି ମତେ ଧମକ ଆସିଛି କିନ୍ତୁ ନା କିଛି ମେନସନ କରୁନାହାନ୍ତି। ଧମକ କଥାଟା ଆକ୍ଚୁଆଲି ମୁଁ ଜାଣିନି। ବାକି ସେ ନିଜକୁ ଆତ୍ମଗୋପନ କରୁଛନ୍ତି ଏଯାଏ ସାମ୍ନାକୁ ଆସୁନାହାନ୍ତି। ତ ଆପଣ ସେମିତି କିଛି କହିପାରିବେ କି ନାଇଁ କାହିଁକି ସେ ଆତ୍ମଗୋପନ କରିଛି କିମ୍ବା ନାହିଁ କରିବାର ଲଜିକ କିଛି ଅଛି ସେମିତି? ନାଇଁ ନାଇଁ ମତେ ଥରେ ଫୋନ କରି କହିଲା ଯେ ସାଙ୍ଗ ମୁଁ ଏମିତି ସେ ମତେ ପଇସା ମାଗୁଛି ଏତେ ମାଗୁଛି ତୁ ତାକୁ ବୁଝା ମୁଁ ଏତେ ଦେଇପାରିବିନି। ସେ କହୁଛନ୍ତି ଯେ ମତେ ଅଜଣା ଧମକ ଆସିଛି ପଇସା ନା ମୁଁ ମେନସନ କରିଦଉଛି ସେଇଟାକୁ ସେଇଥିପାଇଁ କି ମତେ ସିଏ ଯାହା କହିଲା ଗୁଲୁଆ କହିଲା ସେ ମତେ ପଇସା ମାଗୁଛନ୍ତି ଇଏ କରୁଛନ୍ତି। ମୁଁ କହିଲି କେତେ ପଇସା କଣ ନା ଏତିକି ପଇସା ମୁଁ ଦେଇଛି ଆଉ ଏତିକି ଦବାର ଅଛି କିନ୍ତୁ ତାକୁ ସେ ଅଧିକା କିରି ମତେ ମାଗୁଛନ୍ତି। ଏଇ ଜିନିଷଟା ଗଣମାଧ୍ୟମ ସାମ୍ନାରେ ବର୍ଷା କହୁଥିଲେ କି ଗୁଲୁଆ ହିଁ ଆରମ୍ଭ କରିଥିଲେ ସେଇ କୋଟି ଜିନିଷଟା ଟଙ୍କା ଦେବି ତୁ ପଳା ବୋଲି। ମୁଁ ସେଇ ଜିନିଷଟା ଚାହୁଁଛି କଣ କି ଦି ଜଣଙ୍କୁ ଡାକିକି ମୁଁ ନିଜେ ବସିକି ତାଙ୍କୁ ସେଇଠୁ ସଲ୍ଭ କରିବାକୁ ପଡ଼ିବ ଓକିଲ ବସେଇକି ଯୋଉଟା କି ତମର ପଇସା ଦରକାର କି ଆକ୍ଚୁଆଲି କେତେ ପଇସା ଅଛି ସେଟା ଇଏ କହୁଛି 50 ଲକ୍ଷ ସିଏ କହୁଛି କିଛି ନାହିଁ ବସିକି ଆଲୋଚନା ହବାର ଆବଶ୍ୟକତା ସେଇଟା ନିହାତି ଦରକାର ଦି ଜଣଙ୍କୁ ସାମ୍ନାସାମ୍ନି କରିବା ଦରକାର। ଭାଇ ଆଉ ଗୋଟେ ଜିନିଷ ବର୍ଷା ଚାହୁଁଛନ୍ତି ଡିଭୋର୍ସ ତାଙ୍କର ଯାହା ପଇସା ସେ ଇନଭେଷ୍ଟ ତାଙ୍କ ବାପା କରିଛନ୍ତି ନେଇକି ଡିଭୋର୍ସ ଯେମିତି ଆପଣ କହିଲେ ଗୁଲା ଭାଇ ସାଙ୍ଗେ କଥା ହେଇଥିଲେ ସିଏ କଣ ଚାହୁଁଛନ୍ତି ଡିଭୋର୍ସ ଚାହୁଁଛନ୍ତି ନା ନାଇଁ ପୁଣି ଗୁଲୁଆ ବି ଚାହୁଁଛି ଡିଭୋର୍ସ ସେ ଆଜି ନୁହଁ ସିଏ ବି ବହୁତ ଆଗରୁ ଚାହିଁଲାଣି ଡିଭୋର୍ସ କିନ୍ତୁ ସିଏ ଏତିକି ପଇସା ଦେଇପାରୁନାହିଁ ଫଳରେ ଡିଭୋର୍ସ ହେଇପାରୁନାହିଁ। ପ୍ରୋବ୍ଲେମଟା ହଉଛି ସେଇଠି ଇଏ ଯୋଉ ବର୍ଷା ଯୋଉ କହୁଛି ଇଏ ମତେ ଡିଭୋର୍ସ ଦଉନାହିଁ ନା ଡିଭୋର୍ସ ଦେବାକୁ ଇଏ ରାଜି କିନ୍ତୁ ସେତିକି ପଇସା ସେ ଦେଇପାରୁନି। ତ ବର୍ତ୍ତମାନ କଥା ହେଲା ଦି ଜଣଙ୍କୁ ବସେଇକି ଜଣେ ଆଡଭୋକେଟ ବସୁ କି ଯାହା ବି ହଉ ବସେଇକି ଫାଇନାଲ କରିବାର ଅଛି। ଏମିତି ମିଡିଆରେ ଫାଇନାଲ ହେଇପାରିବନି ତାଙ୍କ କେସ୍ ଇଏ ଗପିବ ତା ନାଁରେ ସିଏ ଗପିବ ତା ନାଁରେ। ହୁଏତ କେହି ଚେଷ୍ଟା କରିନାହାନ୍ତି। ହଁ ନା 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 ସେମିତି ସେ କରିବେନି। ସେ ଯାହା ବି ହେଲେ ବର୍ଷାରେ ତ ଏତିକି ତ ମାନବିକତା ଅଛି ଯାହା ସାଙ୍ଗେ ଏତେ ଦିନ ରହିଛି ଆଉ ତାକୁ ଏମିତି ବି ହଇରାଣ କରିବାଟା ବି ଠିକ ନୁହଁ। ନା ଠିକ ନୁହଁ। ରାଗିକି ସେ କହିଛି ରାଗରେ ତ ଆପଣ ଜାଣିଛନ୍ତି ବହୁତ କିଛି କହିହୁଏ ତେଣୁ ରାଗିକି କଣ କହିଛି ଯୋଉଟା କି ଗୁଲୁଆ ବି ଡରିଛି ସେ କଥାକୁ ନେଇକି କିନ୍ତୁ କହିବାକୁ ଗଲେ ମାନେ ନା ଗୁଲୁଆ ଖରାପ ସେମିତି ମଣିଷ ହିସାବରେ ନା ବର୍ଷା ଖରାପ ମଣିଷ ହିସାବରେ କିନ୍ତୁ ତାଙ୍କ ସଂସାରରେ ସେମାନେ ଖରାପ ପରସ୍ପର ସେ ଖରାପ ହେଇଯାଇଛନ୍ତି ପରସ୍ପର ପାଇଁ ପରସ୍ପର ପାଇଁ ଖରାପ ହେଇଯାଇଛନ୍ତି ନହେଲେ ସୋସାଇଟି ପାଇଁ ଦି ଜଣ କେହି ଖରାପ ନୁହଁ। କାଲି ଆମେ ଅନେକ ତାଙ୍କର ଯୋଉ ସହକର୍ମୀ ମାନଙ୍କ ବାଇଟ୍ ମଧ୍ୟ ନଉଥିଲୁ କାଳିଆ ଷଣ୍ଢ ଯିଏ ତାଙ୍କ ସହିତ ସେ ମଧ୍ୟ କୁହନ୍ତି କି ବର୍ଷା ଭାଉଜ ଆସନ୍ତି ଆମ ପାଇଁ ସୁଟିଂ ସେଠି ରାନ୍ଧି ଦିଅନ୍ତି ସବୁ କରେ ବର୍ଷା ସବୁ କରେ ବର୍ଷା ସବୁ କରେ। ଆପଣ ବି ତ ଏତେ କ୍ଲୋଜ ହଁ ବର୍ଷା ଟୋଟାଲି ଆପଣ ଏକାଠି ବର୍ଷା କଣ କରନ୍ତି ସବୁ ରୋଷେଇ ଥର ଆରମ୍ଭ ରୋଷେଇ ସୁଟିଂ ସେଟା ରୋଷେଇ କଣ ତ ଖାଇବା ମଗା ହୁଏ ଖାଇବାକୁ ଦିଏ କିନ୍ତୁ ସୁଟିଂର ମାନେ A to Z ସବୁ ବର୍ଷା ବୁଝେ ଏଡିଟିଂ ବି କରେ ତାର ମାନେ କାମରେ ସବୁ କିଛି ହଁ 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 ସେ କରେ ଗୁଲୁଆ ବି ଖରାପ ନୁହଁ ଗୁଲୁଆ ବି ବର୍ଷା ପାଇଁ କରେ ବର୍ଷାର ଯାହା ଦରକାର କଣ ଗୁଲୁଆ ତା ପାଇଁ କରେ ସବୁ ସ୍ୱାମୀ ସ୍ତ୍ରୀ ଯାହା କରନ୍ତି ପରସ୍ପର ଠିକ ଅଛି କିନ୍ତୁ ଦି ଜଣ ବୋଧେ ଆଉ ପସନ୍ଦ କଲେନି ଖୋଲା କଥା। ସାଧାରଣ ସାର୍ ଆଉ ଗୋଟିଏ 3-4 ବର୍ଷ ରହିଲା ପରେ ସାଧାରଣ ଲୋକମାନେ କହୁଛନ୍ତି କହିଥିଲେ କି ଗୁଲୁଆ କହିଥିଲେ କି ସିଏ ସୁନ୍ଦର ନୁହନ୍ତି ସିଏ ଛକା ଭଳିଆ ଦେଖାଯାନ୍ତି ସେଥିପାଇଁ ସେ ତାଙ୍କୁ ପସନ୍ଦ ଶୁଣ କରନ୍ତି। ଗୋଟେ କଥା ହେଲା ସିଏ କୋଉ ୱେରେ କହିଛି ସିଏ ଜାଣିଥିବ କିନ୍ତୁ ସାଧାରଣତଃ ମୁଁ ଆଗରେ ଯେତିକି କଥା ହୁଏ ଗୋଟେ ମଜାକରେ ମୁଁ ଥିଲା ଭିତରେ ଯେତେବେଳେ କୁହେ ସ୍ୱାମୀଟା ଗୋଟେ ସ୍ତ୍ରୀକି ମଜାକରେ ଯେମିତି କୁହେ ସେମିତି କୁହେ ସିଏ ତା ମାନେ ନୁହଁ ଯେ ଇଏ ହଁ କିନ୍ତୁ ସେଇ ଜିନିଷଟା ଗୋଟେ ସ୍ତ୍ରୀକି ଭାରି ଖରାପ ଲାଗେ। ଅବିକା ମୁଁ ମନେକରେ ମୋ ସ୍ତ୍ରୀକି ଗୋଟେ କଣ କହିଲି ତୁ ଆଜି କଳା ଦେଖାଗଲୁ ସାଙ୍ଗେ ସାଙ୍ଗେ କଣ ମୁଁ କଳା କହିଥିଲ ତ ସେଇଭଳିଆ ଜିନିଷଟା ପୂର୍ବରୁ ସାର୍ ଯେତେବେଳେ ଝଗଡା ହେଇଥିଲା ପୋଲିସ ସାମ୍ନାରେ ମଧ୍ୟ ଗୁଲୁଆ ତାଙ୍କୁ କହିଛନ୍ତି ତୁ ଛକା ଭଳି ଦିଶୁଛି ଯାହା ଅଭିଯୋଗ ସେ ଆଣିବା କଥା ରାଗ ପୋଲିସ ସାମ୍ନାରେ ଯଦି ରାଗ ସେଇଟା ସତରେ କଣ ସେମିତି କି ସେମିତି ନାହିଁ ତାପର ମୁହୂର୍ତ୍ତରେ ମତେ କହିଛି ଗୁଲୁଆ ବର୍ଷାଟା ଏବେ ସୁନ୍ଦର ହେଇଗଲାଣି ପୁରା କହୁଛନ୍ତି ମୁଁ ଗ୍ଲୁଟାମିନ୍ ନଉଥିଲି ଗୋରା ହବା ପାଇଁ ନୁହଁ କଥାଟା ହେଲା
ଯେହେତୁ ଇଏ ଅଛି ଗୋଟେ ଏ ସୋସାଇଟିରେ ସେ ଚାହୁଁଥିଲା ଯେ ମୋ ସ୍ତ୍ରୀ ସେମିତି ସଜବାଜ ହେଇକି ରହୁ। ବର୍ଷା କ'ଣ କି ଟିକେ ଟମ୍ ବୟ ଟାଇପ୍ର ପିଲାଟି, ସିଏ ଟିକେ ପୁଅ ପିଲା ଭଳିଆ ମେଣ୍ଟେନ୍ ତାର। ତ ସେଇ ଜିନିଷ ଇଏ ତାକୁ ଚାହୁଁଥିଲା ଟିକେ ଚେଞ୍ଜ ହେଇକି ତୁ ଟିକେ ଝିଅ ପିଲା ହଅ, ମୋତେ ଟିକେ ଭଲ ଲାଗିବ। ମାନେ ମୁଁ ଯେହେତୁ ଗୋଟେ ମିଷ୍ଟର ଗୁଲା ବୋଲି ନାଁ ହେଇଗଲାଣି ସବୁ, ସେଇ ଜିନିଷ ଚାହୁଁଥିଲା, ନହେଲେ ଆଉ କିଛି ସେମିତି ଏବେ ନଥିଲା। ଆଜି ତାଙ୍କର ହୁଁ। ଦୁଇ ଜଣଙ୍କର ବର୍ଷେ ଚୁପ୍ ରହିଲେ, ବର୍ଷା ବି କହିଛନ୍ତି ଚୁପ୍ ରହିଛନ୍ତି। ହୁଁ। ତ ଘର କୋଳି ଘରେ ନ ରଖିକିରି ମିଡିଆ ସାମ୍ନାକୁ ଆସିକି ଏମିତି କରିବାର ଆବଶ୍ୟକତା ଥିଲା ନା ଏଇଟା ନଥିଲା? ଏଇଟା ଏଇଟା କିଛି ଆବଶ୍ୟକ ନଥିଲା। ଏଇଟା ଆବଶ୍ୟକ କିଛି ନଥିଲା। ଏଇ ଜିନିଷଟା ସଲ୍ଭ ହେଇପାରିଥାନ୍ତା ଯଦି ବସେଇକି କଥାବାର୍ତ୍ତା ହେଇଥାନ୍ତା, କାହାର କେତେ ପଇସା ଛିଡ଼ି ଯାଇଥାନ୍ତା। କିନ୍ତୁ ମୁଁ ବି ଚାହୁଁଛି ସେମାନେ ଏକାଠି ନ ହୁଅନ୍ତୁ। ଆପଣ କେବେ ଚେଷ୍ଟା ବହୁତ କରିଛନ୍ତି? ମୁଁ ବହୁତ ବର୍ଷା ଚେଷ୍ଟା ତାଙ୍କୁ କରିଛି। ମିଶେଇବା ଶୁଣନ୍ତୁ, ପ୍ରଥମ କହିଲେ ସେଇଠୁ ମୁଁ ରହିଯାଇଥିଲି, ଆମର ପ୍ରଥମ କଥା ରହିଯାଇଥିଲା ଯେତେବେଳେ ବାହାଘର ପାଇଁ ତାଙ୍କ ଘରେ ରାଜି ହେଲେ ନାହିଁ। ଗୁଲୁଆ ଘରେ ତା ବାପା ଟୋଟାଲି ରାଜି ହେଲେନି। ସେଇଠୁ ଯେହେତୁ ଇଏ 5 ବର୍ଷ ରହିସାରିଲେଣି, ଗୁଲୁଆକୁ ବୁଝେଇଲି। ଗୁଲୁଆ ବି କହିଲା ନାହିଁ, ଯେହେତୁ କାହିଁ ଝିଅଟା ଜୀବନ ନଷ୍ଟ କରିବି, ତାର ହେଇଯିବି। ତା ବାପା ଆସିନଥିଲେ। ଏନଗେଜମେଣ୍ଟ ଦିନ ଗୁଲୁଆର ବାପା ହେଇକି ମୁଁ ବସିଥିଲି। ବର୍ଷା ତରଫରୁ ତା ମାମୁଁ ବୋଧେ ମାମୁଁ ବସିଥିଲେ, ମୁଁ ବସିଥିଲି ମାନେ ଗୁଲୁଆର ବାପା ଘରର ହେଇକି। ଅସହମତିରେ ବିବାହ, ନାଇଁ, ଏନଗେଜମେଣ୍ଟ ଯୋଉ ନିର୍ବନ୍ଧ engagement ହୁଏ, ହେଇଥିଲା। ନିର୍ବନ୍ଧଟା ହୁଏ ମାନେ ଗୁଲୁଆଙ୍କ ବାପା ମୂଳରୁ ଚାହୁଁନଥିଲେ। ନା, ନିର୍ବନ୍ଧରେ ମୁଁ ବସିଥିଲି ଗୁଲୁଆର ବାପା ହେଇକି। ଆଜ୍ଞା। ମୁଁ ବର୍ଷା ବି ବହୁତ ଖୁସି ହେଲା, କାହିଁକିନା ମୁଁ ଗୁଲୁଆକୁ ବୁଝେଇ ମାନେ କେହି ନଥିଲେ, ମୁଁ ତାର ସବୁ କରିଥିଲି। ବର୍ଷା ବହୁତ ଖୁସି ହେଇଥିଲା ସେଥିପାଇଁ। କିନ୍ତୁ ତାପରେ ବାହାଘର ଯେତେବେଳେ ବାପା ଆସିଲେ, ତା ବାପାଙ୍କୁ ବୁଝାବୁଝି କରିକି ତା ବାପା ଆସିକି ବାହାଘର, ଗୁଲୁଆ ବାପା ଆସି ବାହାଘର କଲେ, ସବୁ ଠିକ୍ ଠାକ୍ ହେଲା। ତାଙ୍କ ବାପା ଭାଇ ରାଜି ହଉନଥିଲେ ଜାତକ ପାଇଁ ନା ଅଲଗା କିଛି? ଜାତକ ପାଇଁ। ଜାତକ ପଡୁଥିଲା। ଜାତକ ତାଙ୍କ ଭିତରେ ଜାତି ବି କ'ଣ ଫରକ ଟିକେ ଦେଖୁଥିଲେ ଗାଁ ଲୋକ, ସେଥିପାଇଁ। ନହେଲେ ଆଉ କିଛି ନଥିଲା, କେବଳ ସେ ଜାତକ ଜାତି। କହିଛନ୍ତି ଯେ ମୋର ଯାହାକୁ ସହଯୋଗ ଲୋଡ଼ିଲି କେହି ମୋତେ ଏହି ସମୟରେ ସାହାଯ୍ୟ କଲେନି, ତେଣୁକରି ମୁଁ ଗୋଟେ ଆତ୍ମଗୋପନ କରୁଛି, ମୁଁ ହୁଏତ ଥାନା ପାଖକୁ ପହଞ୍ଚିନି। ତ ସେଇ ସହଯୋଗ ଭିତରେ ଆପଣ ଲୋଡ଼ିଛନ୍ତି, ଆପଣ ନା ସାହାଯ୍ୟ ନା ଆପଣଙ୍କୁ ନା, କେବେ ମତେ ଗୁଲୁଆ ତା ଗୁଲୁଆ ଦୁଃଖ ହୁଅନ୍ତୁ, ବର୍ଷା କହିଛି। ହୁଅନ୍ତୁ, କେବେ ଆପଣଙ୍କୁ କଲ୍ ହଁ କରି ହଁ, କହିଛନ୍ତି କଣ କହିଛନ୍ତି କଣ ମତେ। କଥା ହୁଅନ୍ତି, କଣ ଏବେ କୁହନ୍ତି? ମୁଁ କହୁଛି, ପ୍ରଥମରୁ ଯେତେବେଳେ ଝଗଡ଼ା କରନ୍ତି ମତେ ଫୋନ୍ କରନ୍ତି। ବର୍ଷା ମତେ କୁହେ, ଭାଇ ଆଜି ଏମିତି ଏମିତି କଲା, ଗୁଲୁଆ ସେୟା କଲା, ସେୟା କଲା, ସେୟା କଲା। ଗୁଲୁଆ ବି କୁହେ, ନା ସିଏ ସେମିତି କରେ, ସେମିତି ଏମିତି ଚାଲେ। ଆମେ ଯାଉ 2 ଜଣ ଆମର ବୁଝାବୁଝି କରୁ, ବୁଝାବୁଝି କରିକି ଆସୁ, ଠିକ୍ ଠାକ୍ ରୁହନ୍ତି। ପୁଣି 2 ଦିନ ପରେ ଯାହାକୁ ସିଏ। ଆକ୍ଚୁଆଲି କ'ଣ ମନ ନ ମିଶି ବା ପଇସା ପତ୍ରକୁ ନେଇକି ବା ଅସୁନ୍ଦରତାକୁ ନେଇକି କ'ଣ ହେଇପାରେ ମୁଖ୍ୟ କାରଣ ବୋଲି ଆପଣ ହଁ, ଭାବୁଛନ୍ତି? ଅସୁନ୍ଦରଟା ନେଇକି ନୁହଁ, ଗୋଟେ ଜଣେ ଭଲ ପାଇଲେ ଅବଶ୍ୟ ସେ ତାକୁ ସୁନ୍ଦର ଦେଖାଯିବ। ଯେତେବେଳେ ଭଲ ପାଏ ତା ମନରୁ କମିଯାଏ, ସେ ତାକୁ ଅସୁନ୍ଦର ଦେଖାଯାଏ। ତାହେଲେ କୋଉ କାରଣ ଲାଗି ସେମାନେ ଆସିକି ଦାଣ୍ଡରେ ପଡ଼ିକି ହାଟରେ ଗଡ଼ିଲା କଥା ଏଇଟା? ହେଲା, ଯେତେବେଳେ ଗୁଲୁଆ ଯେତେବେଳେ ଭଲ ପାଇଲା ବର୍ଷାକୁ, ସିଏ ଭାବିଲା ମାନେ ବର୍ଷାର ସବୁ ଜିନିଷ ତାକୁ ଭଲ ଲାଗିବ, ତ ସେ ଯେ ଭଲ ପାଇଗଲା। ତାପରେ ଯେତେବେଳେ ସେ ସାହାଯ୍ୟ କରି ଆରମ୍ଭ କଲା ବର୍ଷା ଗୁଲୁଆକୁ ସବୁ କାମରେ, ଗୁଲୁଆ ବି ଯାହାକି ଦେଖିଲା, ନାଇଁ ବର୍ଷା ମୋତେ ସାହାଯ୍ୟ କରୁଛି, ମୁଁ ତାକୁ ବହୁତ ଭଲ ପାଇବି। ସେଇଠୁ ଲିଭିଂରେ ଯେତେବେଳେ ରହିଲେ, ସେଇଠୁ ପ୍ରୋବ୍ଲେମଟି ଆରମ୍ଭ ହେଲା। ପ୍ରକୃତ ପରିଚୟ ଦି ଜଣଙ୍କର ବାହାରିଲା ସେଠି। ହଁ, ସେଇଠୁ ପ୍ରୋବ୍ଲେମଟା ତାଙ୍କର ଆରମ୍ଭ ହେଲା। ଅବଭିୟସଲି ମୁଁ ମାନେ ଯିଏ ଲିଭିଂରେ ରହୁଛନ୍ତି ଆଜିକା ଡେଟ୍ରେ ବି କିଛି ବର୍ଷ ପରେ ତାଙ୍କର ପ୍ରୋବ୍ଲେମ ବାହାରୁଛି। ଭାଇ ତାକୁ ବି ଝିଅ ଖୋଜା ହଉଥିଲା ବର୍ଷା ଅଭିଯୋଗ କଲା, ଏ ସତ୍ୟ ଆପଣ ଜାଣିଛନ୍ତି? ନା ନା, ସେସବୁ ନାହିଁ। ବୁଝ ଜଣେ ଆର ଡିଭୋର୍ସ ହେଇନି, ସେ ଝିଅ ଖୋଜି କଣଟା କରିବ? ସିଏ ସେଇ ଜିନିଷଟା ତାହେଲେ ଆଲିଗେସନ ଆଣୁଛନ୍ତି କି ନା ଡିଭୋର୍ସ ନା, ନ ହେଇକି ଶୁଣନ୍ତୁ ତା ଗୋଟେ କଥା। ବାବା ପାଇଁ ଝିଅ ନା ଖୋଜୁଛନ୍ତି। ନା, ଏଇଟା ବର୍ଷାର ଭୁଲ। ସେ ଝିଅ ଫିଅ ଖୋଜାଖୋଜି କଥା ନୁହଁ। ଝିଅ ଖୋଜିଲେ ବି ବାହା ତ ହେଇଯାଉନି ନା। ଡିଭୋର୍ସ ତ ତୁ ମୋ କହିବା କଥା, ବର୍ଷା ତୁ ତ ଚାହୁଁଛୁ ଡିଭୋର୍ସ, ତୁ ଡିଭୋର୍ସ ଚାହୁଁଛୁ। ସେ ତାର ଝିଅ ଖୋଜୁ ନ ଖୋଜୁ, ସେ ବାହା ହବ ତାପରେ ନା। ଇଏ ଭିତରେ ତୋର ହେଇଯିବ କି? ତ ଯିଏ ଏବେଠୁ ଖୋଜୁ, ଅସୁବିଧା କ'ଣ ଅଛି? ପରକୀୟା ପ୍ରୀତି କ'ଣ ମୁଖ୍ୟ କାରଣ ହେଇପାରେ କି? ନା ନା ନା, ମୁଖ୍ୟ କାରଣ ସେଇଟା ନୁହଁ। କିନ୍ତୁ ଦି ଜଣକୁ ମୁଖ୍ୟ କାରଣ ସେଇଟା ନୁହଁ। ପରକୀୟା ପ୍ରତି ଜଣେ କରିବାକୁ ଯାଏ କାହିଁକି? ପ୍ରଥମ କଥା, ଜଣେ କରିବାକୁ ଯାଏ କାହିଁକି? ଯଦି ସ୍ତ୍ରୀ ପାଖରୁ ସେତିକି ସମ୍ମାନ ନ ପାଏ, ବା ସ୍ୱାମୀ ପାଖରୁ ସ୍ତ୍ରୀଟି ସେତିକି ସମ୍ମାନ ନ ପାଏ, ସିଏ ବାହାରକୁ ଯାଏ। ସେତିକି ଖୁସି ନ ପାଇଲେ, ଯଦି ସେତିକି ଖୁସି ସେ ପାଇଥାନ୍ତେ ଘରେ, ବାହାରକୁ କାହିଁ ଯାଇଥାନ୍ତେ ସେ? ତ ପ୍ରଥମେ ତାଙ୍କ ଭିତରେ ମନ ଫାଟି ଯାଇଛି। ଗୁଲୁଆକୁ ବର୍ଷା କାମ ପସନ୍ଦ ଆସିଲାନି, ବର୍ଷାକୁ ଗୁଲୁଆ କାମ ପସନ୍ଦ ଆସିନି। ଫଳରେ ବର୍ଷା ତାକୁ ଚିଡ଼େ, ଚିଡ଼ଚିଡ଼ି ହୁଏ, ଗୁଲୁଆ ସେଇ ତାକୁ ଚିଡ଼ଚିଡ଼ି ହୁଏ। ଫଳରେ ଝଗଡ଼ାଟା ବଢ଼ି 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 ବହୁତ ଉପରକୁ ପଳେଇଲା। ବୋଲେ ଆଉ କେହି କାହାକୁ ରହିବାକୁ ଚାହିଁଲେନି ପାଖରେ। କେହି କାହାକୁ ନୁହଁ, ଖାସ୍ କରି ଗୁଲୁଆ ତା ପାଖରେ ରହିବାକୁ ଚାହିଁଲା ନାହିଁ। ଗୁଲୁଆ ଯେମିତି ଚାହିଁଲାନି ତାର ରହିବାକୁ, ଫାଇନାଲି ମରାମରି ବହୁତ ହେଲେ, ବହୁତ ମରାମରି ହେଲେ। ଭାଇ ଇଏ ଏଇ ମାରିବ, ସିଏ ମାରିବ, ଜବରଦସ୍ତି ମରାମରି ବାଲା ହେଲେ। ସମ୍ପର୍କରେ ବାନ୍ଧି ହେଇକି ଦି ଜଣ ଯାକ ଗୋଟେ ଭୁଲ କରିଦେଇଛନ୍ତି, ଯୋଉଠି ମୁଁ ପଡୁନଥିଲା। ମୁଁ ଭାବୁଛି ଆଜି ବୋଧେ ମୋତେ ଖରାପ ଲାଗୁଛି, ମୋତେ ଗିଲ୍ଟି ଫିଲ୍ ହେଉଛି ଯେ 2 ଜଣଙ୍କୁ ଜବରଦସ୍ତି ମୁଁ ଯୋଡ଼ିଥିଲି। ଯେହେତୁ ଝିଅଟି 5 ବର୍ଷ ରହିଥିଲା ତା ପାଖରେ, ମୋତେ ବହୁତ ଖରାପ ଲାଗିଥିଲା। ମୁଁ କହିଲି ଝିଅଟା ହଇରାଣ ହେବ, ତେଣୁ ଗୁଲୁଆକୁ ବୁଝେଇଥିଲି। ଆଉ ଗୁଲୁଆ ବି ସେତିକି ଭଲ
ପିଲା ଏତେ ଖରାପ ନୁହଁ, ଝଗଡ଼ା ଫଗଡ଼ା ସବୁ ହେଇକି ବି ନା ଯେହେତୁ 5 ବର୍ଷ ରହିଲେ ମୁଁ ବାହା ହେଇଯିବି, କିନ୍ତୁ ବାହା ହେଇକି ଠିକ୍ ହେବା ପରିବର୍ତ୍ତେ ପୁଣି ଝଗଡ଼ା ବଢ଼ି ଚାଲିଲା। ନାଇଁ 1.5 ବର୍ଷ କାଳ ଅଲଗା ରହିଲେ ବର୍ଷା 1.5 ବର୍ଷ ଭିତରେ ଆପଣ କଣ କେବେ ଚେଷ୍ଟା କରିନାହାନ୍ତି ଆପଣ ସାହାଯ୍ୟ ଲୋଡ଼ି ନାହାନ୍ତି ଯେ ଆମକୁ ମୁଁ କିଛି ଯାତ୍ରାରେ ରହିଯାଇଛି, ମୋ ପାଖେ ସମୟ ହୁଏନି। 1.5 ବର୍ଷ କାଳ ସମୟ ନା ହେଲାଣି ମୁଁ 2 ବର୍ଷ ହେଲା ଯାତ୍ରାରେ ଅଛି, ମୁଁ ବାହାରେ ରହୁଛି, ବହୁତ କମ୍ ଆସୁଛି, ତାପରେ ତାଙ୍କ ଭିତରେ କ'ଣ ହେଉଛି ମୋତେ ବେଶୀ ମୁଁ ଯାତ୍ରାରେ ରହିଲା ପରେ ମୋତେ ବେଶୀ ଜଣା ନାହିଁ, ତ ଭାଇ କୋଉଦିନ ଆଉ ଅତ୍ୟଧିକ ଗୋଟେ ହେଲେ ଫୋନ୍ କରନ୍ତି। ବଡ଼ ଘଟଣା ଯେ ଆମେ ଯେତେବେଳେ ଏଇସବୁ ତଥ୍ୟ କଲେକ୍ସନ କରୁଛୁ ଜାଣିଲୁ ଯେ ବର୍ଷା ଆଉ ଗୁଲୁଙ୍କ ଭିତରେ ଝଗଡ଼ା ହୁଏ, ବର୍ଷା ଆପଣଙ୍କ ପାଖକୁ ଆସିଯାଆନ୍ତି, ହୁଁ ଆପଣଙ୍କ ହୁଁ ପାଖକୁ ଇଏ କରନ୍ତି, ହୁଁ ସେତେବେଳେ ଆପଣ ବି ମଧ୍ୟ ଅନେକ ସମୟ ମିଶିବାକୁ ଟ୍ରାଏ କରିଛନ୍ତି। ହୁଁ ହୁଁ ଏମିତି ସିଭିଅର କେବେ ଏଭଳି ଘଟଣା ହେଇଛି କି ବର୍ଷା ଆପଣଙ୍କ ପାଖକୁ ଆସିଥିବେ ଆଉ ଫେରିବାକୁ ଚାହିଁନଥିବେ, ନାଇଁ ମୁଁ ଯିବିନି, ମୋତେ ଭାଇ ଆପଣ ସବୁ ଜିନିଷ ଠିକ୍ ମାନେ ଅଲଗା କରିଦେବେ, ହୁଁ ହୁଁ ଏ ହେଇଛି ଘଟଣା ହେଇଛି ଏଇ ହେଇଛି ଏଇ ହେଇଛି ଘଟଣାଟା ଆକ୍ଚୁଆଲି କ'ଣ ଥିଲା? ହଁ ହେଇଛି ଥରେ ସେମିତି ମରାମରି ହେଇକି ଆସିଛି। ବର୍ଷା ପହଞ୍ଚି ଘରେ ରହିଛି, ମୋ ଘରେ 2 ଦିନ ରହିଲା, ହୁଁ। ତାପରେ ଗୁଲୁ ଆସି ପହଞ୍ଚିଗଲା, ମୁଁ ନେବି ତାକୁ। ଭଲ ପାଇ ନଥିଲା କଥା, ସେତେବେଳେ ଭଲ ପାଇ ଥିଲା। ଝଗଡ଼ା ସବୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ହୁଏ, ହେଲା ଇଏ ଆଇଲା, ଗୁଲୁ ଆସି କହିଲା ନା ମୁଁ ନେବି ବୋଲି ପୁଣି ମିଶିଗଲେ ସେଇଠି ମୋ ଆଖି ସାମ୍ନାରେ, ସବୁ ହେଲା, କିନ୍ତୁ ତାପରେ ଆସ୍ତେ ଆସ୍ତେ ଆଉ ପଡ଼ିଲାନି ଭିତରେ। ଏବେ କ'ଣ ଅପିଲ୍ କରିବେ ଆପଣ, କ'ଣ କହିବେ, କ'ଣ ରିକ୍ୱେଷ୍ଟ କରିବେ ଆମ ଥ୍ରୁରେ? ସିଏ ଏକାଠି ତ ମୋତେ ଲାଗୁନି ତାଙ୍କ ମନ ଆଉ ମିଶିବ, କହିବା କଥା ନୁହଁ, କିନ୍ତୁ ତାଙ୍କ ସିଚୁଏସନରେ ମୁଁ ଚାହୁଁନି। କାହିଁକି ଚାହୁଁନି, କାହିଁକିନା କେହି ସହିଲା ବାଲା ସେଠି ନୁହଁ, ଆଜ୍ଞା। ନା ଗୁଲୁଆ ସହିପାରିବ ନା ବର୍ଷା ସହିବ, 2 ଜଣ ମରାମରି ହେବେ। ଏମିତି ସିଚୁଏସନ ଗୋଟେ ଗୋଟେ ବ୍ଲଡ ହେଇ ବାହାରେ 2 ଜଣଙ୍କର। ଯୋଉଟା ବର୍ଷା ଦେଖେଇଥିଲେ ଇଏରେ କହୁ ସେଟା ସତ, ମିଛ ନୁହଁ। ସେମିତି ବି ସେଗୁଡ଼ା କ'ଣ ଏତେ ସାର ଅତ୍ୟାଚାର ଗୁଲୁଆ ତ କରିବେ? ଖଣ୍ଡନ କରୁଛନ୍ତି ଯେ ମୁଁ ମାରି ନାହିଁ ତାଙ୍କୁ ବୋଲି ମାରିଛି, ସିଏ ବି ତାକୁ ମାରିଛି। ଉଭୟ ଉଭୟ ମରାମରି ହେଇଛି। ଉଭୟକୁ ମରାମରି ହେଇଛନ୍ତି, ମୁଁ କହୁନି କି ଗୁଲୁଆ ଏକା ମାରି, ଉଭୟକୁ ମରାମରି ହେଇଛନ୍ତି। ପୁଅଟା ଯେହେତୁ ମାଇଲେ ଝିଅଟା କ'ଣ ଆଉ ସହିପାରିବ କି? ଭାଇ ଟିକେ ମୁଁ କନଫ୍ୟୁଜନ ରହିଲି ଆପଣ ଯୋଉ କହିଲେ ପରେ ଆଗ ସବୁ ଠିକ୍ ଠାକ୍ ଚାଲିଥିଲା ପରେ ଆଉ କିଛି ମିଶିଲାନି ବୋଲି ଝାମେଲା କ'ଣ ସେଇଟା ମିଶିଲାନି ପର ମୁହୂର୍ତ୍ତରେ ଦି ଜଣଙ୍କର ମାନେ କଥାଟା ହେଲା, ବର୍ଷା ଯୋଉ କାମ କଲା ଯେମିତି ଚଳିଲା, ଗୁଲୁଆକୁ ସେଇଟା ପସନ୍ଦ ନୁହଁ। ଆଉ ଗୁଲୁଆ ଯୋଉ ଯୋଉ କାମ କଲା, ବର୍ଷାକୁ ସେଇଟା ପସନ୍ଦ ହେଲାନି। ଫଳରେ ଇଏ ତାକୁ ରୋକଟୋକ କଲା, ସିଏ ତାକୁ ରୋକଟୋକ କଲା। ଯୋଉ ରୋକଟୋକଟା 2 ଜଣଙ୍କ ଉପରେ ହେଲା, ସେଇଠୁ ତାଙ୍କ ମନ ଆରମ୍ଭ ହେଲା 2 ଜଣ ଭିତରେ ଶତ୍ରୁତା ମନ ଭିତରେ, ଯୋଉଟାକି ସେଇ ଜିନିଷଟା ଆଜି ଭାଙ୍ଗିଥିଲା। ଯଦି ପ୍ରଥମରୁ ଯଦି ସ୍ୱାମୀଟା କ'ଣ ଭୁଲ କଲା, ମୁଁ ଟିକେ ସହିକି ତା ପର ମୁହୂର୍ତ୍ତେ ବୁଝେଇଥିଲେ ସେ ବୁଝିଯିବ ସ୍ନେହ ମମତାରେ, ବା ସ୍ତ୍ରୀଟା ଏଠି କ'ଣ ଭୁଲ କଲା ସେଇ ମୁହୂର୍ତ୍ତରେ ରହିକି ପର ମୁହୂର୍ତ୍ତରେ ଯଦି ସ୍ୱାମୀଟା ତାକୁ ସ୍ନେହରେ ବୁଝେଇଦିଏ, ସେ ବୁଝିଯିବ। ସେ ଜିନିଷ ହେଲାନି। ବର୍ଷା ତା ଫୋନକୁ ଚେକ୍ କରିବା ବାରମ୍ବାର, ଏଇଟା ହେଇଛି। ସିଏ ତା ଫୋନକୁ ଚେକ୍ କରିବା, କ'ଣ ଗୋଟେ ବାହାରିଗଲା, ସାଙ୍ଗେ ସାଙ୍ଗେ ଝଗଡ଼ା, ସାଙ୍ଗେ ସାଙ୍ଗେ ଝଗଡ଼ା। ତ ଏସବୁ ଜିନିଷ ସଂସାରକୁ ମେଣ୍ଟେନ୍ କରାଯାଏ, ସେଟା ପାରିଲେନି ସେ 2 ଜଣ। ଶେଷରେ ଭାଇ ସେ ଡିଭୋର୍ସ ନେଇଯିବାଟା ଦିଙ୍କଠୁ ବେଟର। ବେଟର ଏ ଜିନିଷ ମୁଁ ବହୁତ ଆଗରୁ ବି କହିଛି। ତମେ ବାହାଘର ପୂର୍ବରୁ ବି ବର୍ଷାକୁ ବୁଝେଇଥିଲି, ବର୍ଷା ତୁ ବାହା ହନା, କିନ୍ତୁ ବର୍ଷା ଯେହେତୁ ଝିଅଟା କ'ଣ କରିବ, ତା ଇଜ୍ଜତ ମୋର ପଳେଇବ, ତା ବାପା ମାଆଙ୍କ ଇଜ୍ଜତ ପଳେଇବ, ସେ ବାହା ହେଲା। ଗୁଲୁଆ ବି ତାକୁ ସାଥ ଦେଲା, ବାହା ହେଲା। ବାହାକି ଏମିତି ହବାର ନଥିଲା, କିନ୍ତୁ ହେଇଗଲା। କିନ୍ତୁ ଏବେ ସିଚୁଏସନରେ 2 ଜଣ ଆସନ୍ତୁ, କ'ଣ ପଇସା ହେଇଛି, ବର୍ଷା କେତେ ପାଇବାର ଅଛି, ସତ କଥା କହୁ, ପ୍ରମାଣ ଦଉ, ସିଏ ସେତିକି ପଇସା ନେଇକି 2 ଜଣ ଅଲଗା ହେଇଯିବାଟା ହେଉଛି ଠିକ୍ ମ୍ୟୁଚୁଆଲିରେ। ଆଉ ଏ ମିଡ଼ିଆରେ ଇଏ ତା ନାଁରେ କହିବ, ସିଏ ତା ନାଁରେ କହିବ, ଆପଣ ଯାହାକୁ ପଚାରିବାକୁ ଯିବେ ସିଏ ବି କିଏ ଠିକ୍ କହିବ, ତାର ବି ମାନେ ନାହିଁ କିଛି, ଆଜ୍ଞା। ଯିଏ ଯାହାକୁ ସପୋର୍ଟ କରି କହିପାରେ। ତ ଏସବୁ ଏମିତି ଚାଲିବ, ବହୁତ ଦିନ ଏମିତି ଚାଲିବ, କିନ୍ତୁ ସଲ୍ୟୁସନ୍ କିଛି ବାହାରିବନି। ତେବେ ସଲ୍ୟୁସନର ବାଟ କ'ଣ? 2 ଜଣ ଆସିବେ, 2 ଜଣ ବସିବେ, 2 ଜଣ ଫ୍ୟାମିଲି ବସିବେ, ସେଇଠି ଛିଡ଼ିବ ଯେ ଏତିକି ପଇସା ନେବୁ, ଆମେ ଡିଭୋର୍ସ ଦେଇଦେବୁ। ଆଉ ସେତିକି ପଇସା ଯଦି ଗୁଲୁଆ ନ ଦେଇପାରିବ, ତାକୁ ସମୟ ଦିଆହେବ। ଠିକ୍ ଅଛି, ଏତିକି ସମୟ ଦିଆହେବ, ସମୟ ଦିଆହେବ ନାହିଁ, ତାପରେ ସମୟ ନେଇକି ଡିଭୋର୍ସ ଦେଇଦିଅନ୍ତୁ, ଏଗ୍ରିମେଣ୍ଟ ରହିଲା ନା, ପଇସା ଫାଙ୍କି ଦେଇପାରିବନି ସେ କେବେ। କଥାଟା ହେଲା ଏଇଆ। ତାପରେ ଆଉ ଗୋଟେ କଥା ହେଲା, ଯଦି ଏତେ ପଇସା ନାହିଁ କି ସେ କନସେସନ୍ କରିବ, ଯେହେତୁ ଏତେ ବର୍ଷ ରହିଲାଣି, ତା ମାନବିକତା ଦୃଷ୍ଟିରୁ କିଛି କରିପାରନ୍ତି। ତ ଏଇଟା ନ ବସିଲା ଯାଏ କିଛି ସଲ୍ୟୁସନ୍ ହେବନି। 2 ଜଣ ବସିବା ପଡ଼ିବ। ଆଉ 2 ଜଣଙ୍କୁ ବସିକି ଯଦି ମୁଁ ମୁଁ ତୋ ପାଇଁ ଏଇଟା କରିଥିଲି, ସେ କହିବ ମୁଁ ତୋ ପାଇଁ ଏଇଟା କରିଥିଲି, ଏଥିରେ ବାହାରିବନି ସଲ୍ୟୁସନ୍। ତୁ ଏଇଆ କରିଦେଲୁ, ତୁ ସେଇଆ କରିଦେଲୁ, ସଲ୍ୟୁସନ୍ ଏଥିରୁ ମାନେ ବାହାରିବନି। ଆଇନର ବହୁତ ବାଟ ଥିଲେ ବି ନ ଯାଇକି ମିଡ଼ିଆରେ ଆସିକି ଏମିତି କରିବାଟା ତାଙ୍କର ଭୁଲ ହେଲା, ବହୁତ ବଡ଼ ଭୁଲ ହେଲା, ବହୁତ ବଡ଼ ହେଲା ଭୁଲ। ଏଇଟା କେମିତି ହେଲା ତାର ବି କାରଣ ଅଛି। ମୁଁ ବର୍ଷା ମୋତେ ଫୋନ୍ କରିଥିଲା, ମୁଁ ତାକୁ ପଚାରିଲି, ମୁଁ କହିଲି ତୁ କାହିଁକି ମିଡ଼ିଆ ଆଗରେ ପ୍ରଥମେ ଲେଖିଦେଲୁ ଯେ ମୁଁ ଗୋଟେ କଳାକାର ପର୍ଦ୍ଦାଫାଶ କରିବାକୁ ଯାଉଛି। ଆଜ୍ଞା। ସେ କହିଲା ଭାଇ ମୁଁ ଚାହୁଁଥାଉ ସିଏ ଆଉ ଗୋଟେ ବାହାଘର ଖୋଜିଲାନି, ମୋତେ ଡିଭୋର୍ସ ଦେଇନି। ମୁଁ କହିଲି ବାହାଘର ଖୋଜୁ, ସେ ବାହା ହେଇଗଲା ନା, ତ ଡିଭୋର୍ସ ନଦେଲେ ସେ ବାହା ହେଇଯାଉଛି, ସେ ଆଗେ ଜେଲ୍ ଯିବ। ତ ଏଇଟା ଲେଖିବାର କାରଣ କ'ଣ, ମିଡ଼ିଆ କହିଲେ ତମେ 2 ଜଣ ଯାକ ବଦନାମ ହେଲା, ବର୍ତ୍ତମାନ ଚାଲିଲା ଗୋଟେ ଇଏ। ତ ସେଇଟା ସେ ପ୍ରଥମେ ଭୁଲ କଲେ, ସିଏ ଯେମିତି କଳାକାର ବଦନାମ ମାନେ ଇଏ କରିବୁ ଲେଖିଦେଲା, ଇଏ ଡରିକି ସେଠି କହିଲା, ଗୁଲୁଆ ପଳେଇଲା ମିଡ଼ିଆ ଆଗକୁ। ମୁଁ କହିଲି ତୁ କାହିଁ ମିଡ଼ିଆ କହିଲି, ନା ମୁଁ ଡରିଗଲି କ'ଣ
ନା ତାଙ୍କ ଘର ଲୋକ ଆକ୍ଚୁଆଲି ପଇସା ମାଗିଛନ୍ତି, ତାକୁ ଟିକେ ମିସବିହେଭ୍ କରିଛନ୍ତି, ରାଗିକି ତାଙ୍କ ବର୍ଷା ଘର ଲୋକ ଟିକେ ମିସବିହେଭ୍ କରିଛନ୍ତି। କିନ୍ତୁ ଧମକା ଧମକି ତତେ ମାରିଦେବୁ ଇଏ କରିଦେବୁ ସେଗୁଡ଼ାକ ମୁଁ ଜାଣିନି ସେ କ'ଣ କହୁଛି, କିନ୍ତୁ ପଇସା ପାଇଁ ଟିକେ ଇଏ କରୁଛନ୍ତି। କିନ୍ତୁ ସେଇଟାକୁ ଡରିକି ସିଏ ମିଡ଼ିଆ ସାମ୍ନାକୁ ପଳେଇଲା। ସିଏ ଯେମିତି ପଳେଇଲା ବର୍ଷା ସହିତ ଆଉ ରହିବ କାହିଁକି, ସିଏ ପଳେଇଲା। ଠିକ୍ ଅଛି। ତ ଏଇ ଜିନିଷ ପାଇଁ ଇଏ, କିନ୍ତୁ ବର୍ତ୍ତମାନ ମୁଁ ତାଙ୍କୁ କହୁଛି ମୋ କଥା ତ ନିଶ୍ଚୟ ଶୁଣିବେ ଦେଖିବେ ଭାଇ, 2 ଜଣ ଆସ ଫ୍ୟାମିଲି ସହିତ ବସିବା, କଥା ହେବା, କେତେ ପଇସା କ'ଣ ହେଇଛି ଗୁଲୁଆକୁ କହିବା, ସେ କେତେ ଦେଇପାରିବ, କେତେ ଦିନ ସମୟ ନେବ, କ'ଣ ସବୁ ହେବ। 2 ଜଣ ଖୁସିରେ ଅଲଗା ହବ, 2 ଜଣଙ୍କ ଅଲଗା ଜାଗାରେ ଫ୍ୟାମିଲି କର, ଖୁସିରେ ରୁହ ଜୀବନରେ। ଆଉ ଏସବୁ କରିକି ଏସବୁ କରୁଛ, ଆଜି ମିଡ଼ିଆରେ ମୁଁ କହୁଛି, ଆଜି ତୁମେ ଭିଡ଼ିଓ କରିଦେଲ ଛାଡ଼ିଦେଲ, ତୁ ଅଲଗା ସଂସାର କରିବୁ, ସିଏ ଅଲଗା ସଂସାର କରିବ, କାଲି ସକାଳେ ତୁମର ପୁଅ ଝିଅ ହେବେ, ସିଏ ଯେତେବେଳେ ବଡ଼ ହେବେ ଏଇ ଭିଡ଼ିଓ ଦେଖିବେ, କ'ଣ ତାଙ୍କ ଉପରେ ପଡ଼ିବ, ପ୍ରଭାବ କ'ଣ ପଡ଼ିବ ତାଙ୍କ ଉପରେ। ତ ସେଇଟାକୁ ବି ସେମାନେ ଆଜିକା ଡେଟ୍ରେ ଭାବି ପାରୁନାହାନ୍ତି। ନା କ'ଣ ମିଡ଼ିଆ ସବୁ କିଛି ଆମେ ପଳେଇବା, ମିଡ଼ିଆକୁ ଯାଅ, ଭଲ କଥା କୁହ ମିଡ଼ିଆରେ, ଲୋକଙ୍କୁ ଭଲ ଭଲ ଶିକ୍ଷା ଦିଅ ମିଡ଼ିଆରେ। ସେଇଠି ପ୍ରଭାବ ଗୋଟେ ସମାଜ ଉପରେ ପକଉନି କି? ନିହାତି ଖରାପ ପ୍ରଭାବ ପକାଉଛି। ତମେ ଭଲ କଥା ନ କହି ଯଦି ଏଇସବୁ ନିଜର ଜିନିଷ ଗୁଡ଼ାକ ଆସି କହିବ, ଖରାପ ହେବ, ନିଜର ଖରାପ ହେବ। ନିଜ ପିଲା ଛୁଆ ବଡ଼ ହେଲେ ତାଙ୍କ ପାଖେ ତ ମୁହଁ ଦେଖେଇ ପାରିବନି। ତ 2 ଜଣଙ୍କୁ ମୋର ଅନୁରୋଧ, 2 ଜଣ ଆସ, ବସିବା, କଥା ହେବା, କେତେ କ'ଣ ପଇସା ହେଇଛି ଛିଡ଼େଇବା, 2 ଜଣଙ୍କୁ ଭଲରେ ଅଲଗା ହେଇଯାଅ, ଭଲରେ ସଂସାର କର, ଅଲଗା ଜାଗା।